ଗଛଟା ମୋର ଅନେକ ଦିନ ଆଗରୁ ମରି ଯାଇଛି। ଦଇବର କଟୁରୀ ଚୋଟରେ ଖଣ୍ଡ ଖଣ୍ଡ ହେଇ ମାଟିରେ ମିଶି ଯାଇଛି ମୋ ବିଶ୍ୱାସର ଫୁଲ ଗଛ। ଆଜିକୁ 25 ବର୍ଷ ତଳେ ମୋ ସ୍ୱାମୀ ମତେ ପର କରିଦେଲେ। ଦିଟା ଛୋଟ ଛୋଟ ପୁଅ, କେତେ ଦୁଃଖ କଷ୍ଟରେ ଯେ ମୁଁ ସେମାନଙ୍କୁ ବଡ କରିଛି ସେ କଥା କେବଳ ମୁଁ ଜାଣିଛି। କେତେବେଳେ ପର ଘରେ ଅଇଁଠା ବାସନ ମାଜେ ତ କେତେବେଳେ ହୋଟେଲରେ। ତଥାପି ସେ ଦଇବ ସହିଲାନି। ମୋ ସାନ ପୁଅ ହରି, ଯିଏ ତା ନିଜ ଜୀବନ ଠାରୁ ମତେ ବେଶୀ ଭଲ ପାଉଥିଲା, ସେ ମୋ ପାଖରୁ ଅଲଗା ହେଇଗଲା। ମୋ ସାନ ପୁଅ ହରି, ମୁଁ ତାକୁ ଜନ୍ମ ଦେଇଥିଲି ସିନା, କିନ୍ତୁ ମତେ ଲାଗେ ସେମିତି ମୁଁ ତା ଝିଅ। ଯେତେବେଳେ ସେ ମତେ ଡାକୁଥିଲା ଶାନ୍ତି ଦେବୀ, ହେ ଶାନ୍ତି ଦେବୀ, ସେତେବେଳେ ମତେ ଲାଗୁଥିଲା ଯେମିତି ଯେମିତି ମତେ ମୋ ବାପା ଡାକୁଛି। ଜାଣିନି, କାକାର ବେକ କାଟିଦେଲା ଯେ କାକା ତା ପଛରେ ଗୁଣ୍ଡା ଲଗେଇଥିଲା ତାକୁ ମାରିବା ପାଇଁ। ସେ ଗୁଣ୍ଡା ମାନେ ତାକୁ ନ ପାଇ ଆମ ଘରେ ନିଆଁ ଲଗେଇଦେଲେ। ଆମେ ମା ଛୁଆ 3 ଜଣ ଘର ଛାଡି ଚାଲି ଆସିଲୁ। ଠିକ ଷ୍ଟେସନ ପାଖରେ ପହଞ୍ଚିଛୁ ତ ମୋ ସାନ ପୁଅଟା ମୋ ପାଖରେ ଅଲଗା ହେଇଗଲା। ଆଜିକୁ 25 ବର୍ଷ ହେଇଗଲା। ମୋ ପୁଅ ତା ମା କୋଳକୁ ଫେରିନି। ତୁ ତ ମୋ ପୁଅ ବୟସର, ମୁଁ ଜାଣିଛି ତୁଟା ଭଲ ମଣିଷ ନୁହଁ। ତୁ ଗୋଟେ ଗୁଣ୍ଡା, ବଦମାସ, ଲଫର, ଖୁନିଆ, ଜମିନ ପଣାର ତୁ। ସବୁ ପରେ ତୁ ତ କୋଉ ମାର ପୁଅ ହେଇଥିବୁ। ତୋର ତ ମା ଥିବ। ଏ ମାଟା ତତେ କାଲି ପାତି ତା ପୋଲିସ ପୁଅକୁ ଭିକ ମାଗୁଛି। ମୋ ପୋଲିସ ପୁଅକୁ ମତେ ଫେରେଇ ଦେ ମତେ। ମନା କରୁନି। ମୋ ପୁଅ ପାଇଁ ମୁଁ ତତେ ମୁଣ୍ଡିଆ ମାରୁଛି। ତମେ ସେମିତି କରନି, ତାହେଲେ ମୁଁ ମରିଯିବି। ତୋର ମରିଯିବା ଦରକାର। ମୋ ପୁଅକୁ ମାରି ଦେଇଛୁ, ମରିଯାଇଛୁ। ମୋ ପୁଅ ତୁ ମରିବା କାହିଁକି ବଞ୍ଚିବୁ ଭାଇ? ତୁ ଗୋଟେ ଖୁନିଆ ସାହେବ, ତୋର ମରିଯିବା ଦରକାର। ମରିଯାନ୍ତୁ। ମୋର ସେଇ ବଡ ପୁଅ ଶ୍ୟାମ ପାଇଁ 2 କିଲୋ ଚାଉଳ, 1/2 କିଲୋ ଆଳୁ, 250 ପିଆଜ, 1 ପାଉରୁଟି ବଦଳରେ ସେ କାକା ଏ ଶାନ୍ତିକୁ ବଳାତ୍କାର କରିଥିଲା। ତଥାପି ଆଜି ଯାଇ ଯଦି ଏ ଶାନ୍ତି ବଞ୍ଚିଛି, କେବଳ ମୋ ଶ୍ୟାମର ମୁହଁକୁ ଯାଇ ସେ ପୁଅକୁ ତ ମୋ ପାଖରୁ ଛଡେଇ ନେଲା। ହେ ଶୈତାନ, ତୋ ଭାଗ୍ୟ ଭଲ, ମୋ ସାନ ପୁଅ ହରି ଆଜି ମୋ ପାଖରେ ନାହିଁ। ମୋ ସାନ ପୁଅ ଯଦି ମୋ ପାଖରେ ଥାନ୍ତା ନା, ମାରମଜାଦା ତତେ ଏମିତି ଜିଅନ୍ତା ଖିଆ ଫାଡ଼ି ଦେଇଥାନ୍ତା। ମୁଁ ବି ତତେ ଛାଡ଼ିବିନି। ହାରାମଜାଦା, କାହିଁକି ମୋ ପୁଅକୁ ମାରିଲୁ? କାହିଁକି ମୋ ପୁଅକୁ ମାରିଲୁ? କାହିଁକି ଗୋଟେ ମାଆକୁ ତୁ ବେସାରରେ କରିଦେଲୁ?
କିଏ ରେ ତୁ? ତୁ କହୁନୁ ମୁଁ କିଏ? କେମିତି ଏମିତି ମୋ ସାନ ପୁଅ ହରି ମତେ ଡାକେ? ଠିକ ଏମିତି କେମିତି এই ডাক শুনিবা ପାଇଁ ମୋ ପାଖରେ ହେଇଯାଏ। ଏ ଡାକ 25 ବର୍ଷ ପରେ ମୁଁ ଶୁଣୁଛି। ମୁଁ ବି 25 ବର୍ଷ ପରେ କାହାକୁ ମା ବୋଲି ଡାକୁଛି। ମାନେ ତୁ ମୁଁ ତ ସାନ ପୁଅ ହରି। Malo, କେମିତି ଅଛିଲ ତୁ? ହରିବି ନା ଏ 25 ବର୍ଷ ହେଲା ସବୁ ହେଇ ବଞ୍ଚିଛି। ତୁ କେମିତି ଅଛୁ? ଖାଲି ମୋ ଦେହଟା ଚାଲୁଥିବ। ଶ୍ୟାମ ତୁ ବଡ ଭାଇ, ତୁ କଣ ସତରେ ତାକୁ ଦେଖିନୁ? ଖାଇଲ ମା ତୁ ତାକୁ ମାରିନୁ? ତୁ ବ୍ୟସ୍ତ କୋଉଠି ଅଛି? ଭାଇକି ନେଇକି ମୁଁ ନିଜ ଘରେ ପହଞ୍ଚିବି। ସେ ଆଉ ଖାଲି ତୋ ପୁଅ ନୁହଁ, ଏ ଆଇଦର ବଡ ଭାଇ। ତୁ ଘରକୁ ଛାଡ, ଶ୍ୟାମ ମୁଁ ନିଜେ ନେଇକି ଯିବି ମା, ମୁଁ ନିଜେ ନେଇକି ଭାଇ ତୁ ମୋ ସାଙ୍ଗରେ ଯିବୁନି? ଏବେ ନହେଲ ହେଲେ ମରିବା ଆଗରୁ ତୋ ବଳକୁ ମୁଁ ନିଶ୍ଚୟ ଯିବି। ଯା। 가가 바람이 가슴 얼어 가가 어때 뭐 버티비리기 마리비리 가가 너도 매달 누구라 그래니 또 방송국 불라 쿠쿠로 가이네 불라 쿠쿠로 아니 가이기 버리지 뭐 분담님들이 이해를 왔더니 괜찮아 먹으면서 모두 상관을지도 끼쳐봐 아니 무슨 벌써 나가서 Why you my baby? साला ଆମ ପାଖରୁ ଟଙ୍କା ନେଇ ଆମ ସହିତ କରିଦେଇ ପ୍ରେମିକା ବଡ ହେଇଗଲା ନାଇଁ ଆମ ଜଙ୍ଗରେ ତ ବାପା ଭଲ ହେଲା ଆମ ବିଶ୍ୱାସରେ ବିଷ ଯାଇଛୁ କଣ କହୁଥିଲୁ ମୁଁ ବିରାଟ କୋହଲି ଗେମ୍ ଷ୍ଟାର୍ଟ କରେ ତୁ ଗେମ୍ ଷ୍ଟାର୍ଟ କରେ ମୁଁ ଫିନିଶ ମହେନ୍ଦ୍ର ସିଂ ଧୋନି ଗେମ୍ ଫିନିଶ କରେ ସେଇଥିପାଇଁ ତ ବାପାକୁ ମାରିଛି ମୁଁ ଆଉ ତ ଭଉଣୀକି ଟେଙ୍ଗେ ଟେଙ୍ଗେ କରିଛି ମୁଁ ऐसे फोन करेंगे और आगे
ଜାଗାରେ ତୋ ଛାତରେ ଗୁଳି ବାଜିଥାନ୍ତା ତୁ କେମିତି ଶୋଇଥାନ୍ତି ମୁଁ ଭଗବାନଙ୍କୁ ଡାକୁଛି ଆର ଜନ୍ମରେ ଆମେ ପୁଣି ଥରେ ସାଙ୍ଗ ହେଇକି ଚଳିବ ସାଙ୍ଗ ହେଇକି ବଳିବ ମଜା କରିବ ଭକ୍ତି କରିବ ସାଙ୍ଗ ହେଇକି ମାଲ ପିଇବ ଆଉ ପାଣିକି ଗଲାବେଳେ ଖାଇବ ଏ ଦୋସ୍ତି अब नहीं तोड़ेंगे तुम मगर तेरा साथ न छोड़े हेलो ମୁଁ ଜାଣିଛି ରେ ବାପା ତୁ ଗୋଟାଏ ଖାଇଲା ବାଘ ହେଇଯାଇଛୁ ହେଲେ ମୁଁ କଣ ଯାଇଛି କି ରେ ମୁଁ ଗଲିନି ବା ମୁଁ ପୋଲିସ ପଠେଇ ଦେଇଛି ଏବେ ପୋଲିସର ଏନକାଉଣ୍ଟରରେ ତୁ ମରିବୁ ରହୁଛି କାକା Kalandi Kasoppuram Kakka ମୋତେ ଯେମିତି ହେଲେ କାମ ସାରିବାକୁ ପଡ଼ିବ ପୋଲିସ ଅଫିସର ପଡ଼ି ସାରିଛି ମୋତେ ଯୋଉଠି ଯେତେବେଳେ ପାଇବ ଏନକାଉଣ୍ଟର କରିଦେବ ହେଲେ ତା ଆଗରୁ ମୋ ମା ଓ ମୋ ଭାଇକି ଯେ ମାରିବା ପାଇଁ ଚାହୁଁଛନ୍ତି ସେ ସମସ୍ତଙ୍କୁ ମୁଁ ଶେଷ କରିଦେବି ହେଲେ ଏବେ ମୁଁ ହ୍ୟାଲୋ